କାଲି ଜାଗର ବୋଲି ମନ୍ଦିର ସବୁ ଲାଇଟ୍ ଫାଇଟ୍ ସଜେଇ ଚାଲିଥିଲା। ଆଉ ସକାଳୁ ଆଜି ଗାଧେଇ ପଡି ଗାଡିଟା ବାହାର କରି ଭୋଗଟା ଧରି ଚାଲିଲୁ ମାମାର ମନ ମନ୍ଦିରକୁ। ପ୍ରଥମେ ହନୁମାନ ମନ୍ଦିରରେ ମୁଣ୍ଡିଆଟା ମାରି ଦେଇକି ତାପରେ ପଳେଇଥିଲୁ ଶିବ ମନ୍ଦିର ଠେଇଁ। ସେଠି ଭୋଗରାଗ କରିଦେଇ ଘରକୁ ଆସି ଜଳଖିଆରେ ଚକୁଳି ପିଠାକୁ ତରକାରୀ ଟିକେ ଖାଇ ଦେଇକି ଦୋକାନକୁ ଚାଲି ଜେଜେଙ୍କ ପାଇଁ ଖାଇବାକୁ ନେଇକି ଦୋକାନରେ ଜେଜେଙ୍କୁ ଖାଇବାକୁ ଦେଇ ଦେଇକି ସଉଦାପତ୍ର ନେଇ ପଳେଇ ଆସିଲି ଘରକୁ। ଘରେ ଆସି ପହଞ୍ଚିକି ପଚି ଯାଇଥିବା କଦଳୀ ତକ ସବୁ ଖରାରେ ଥୋଇ ଦେଇକି ଘରକୁ ପଳେଇ ଆସିଲି ଖାଇବା ପାଇଁ। ଆଜିର ଖରାବେଳ ଖାଇବାଟା ଭାତ, ଡାଲି, ପନିର, ବନ୍ଧାକୋବି ତରକାରୀ, ପାମ୍ପଡ଼ ଖାଇ ଦେଇକି ଚାଲିଲି ଆଖଣ୍ଡଳେଶ୍ୱର ମନ୍ଦିର ଠେଇଁ। ସେଠି ଆମ କୁଣିଆ ଜଣେ ଦୋକାନ ପକେଇବେ ତ ସେଥିପାଇଁ ସେଠି ଯାଇ ପହଞ୍ଚି ଯାଇକି ତାଙ୍କ ଜାଗାଟା ତାଙ୍କୁ ଦେଖେଇ ଦେଇକି ଗାଁକୁ ଯାଇକି ଆମେ ବିକ୍ରମର ପଳେଇ ଆସିଲୁ ଖେଳ ଦେଖିବା ପାଇଁ। ଆଜି ଯେହେତୁ ସେମିଫାଇନାଲ ମ୍ୟାଚଟା ଥିଲା ଆମେ ସେଠି ଯାଇ ପହଞ୍ଚିଲା ବେଳକୁ ଗୋଟେ ଇନିଂସ ସରିକି ଆଉ ଗୋଟେ ଇନିଂସ ଆରମ୍ଭ ହେଇଥିଲା। ଆଉ ମଝିରେ ଭାଇ ଖେଳ ଠିକ ଠାକ ଚାଲିଥିଲା। 2 ରନରେ ଆରସିବି ହାରିଗଲା, ପ୍ରାଚୀ ଜିତିଗଲା। ଖେଳ ସଇଲା ପରେ ଆଇଲା ବେଳକୁ ବାଟରୁ ଜଳଖିଆ ଘର ପାଇଁ ଟିକେ ନେଇ ଆସିକି ଚାଲିଲୁ ଘରକୁ। ଆଉ ମୁଁ ଘରେ ଆସି ପହଞ୍ଚିଛି କି ନାହିଁ କାଲି ଆମର ଜାଗର ଠାଇ ଦୋକାନ ଯିବ ବୋଲି ଆମେ ଆସିକି ମନ୍ଦିର ଠାଇ ପହଞ୍ଚି ଯାଇଥିଲୁ। ପାଣି ବୋତଲ ତକ ସବୁ ନେଇକି ସବୁ ପାଣି ବୋତଲ ଦାଦା ମୁଁ ଖାଲି କରିସାରିଲା ପରେ ଦୋକାନ କେହି ଯା ପଡିଛି ବୁଲାବୁଲି କରିଦେଇ ପଳେଇ ଆସିଥିଲୁ ଘରକୁ। ଘରେ ଆସି ପହଞ୍ଚି ରାତିରେ ଅଟା ଚକୁଳିକି ଚଟଣି ଟିକେ ଲଗେଇ ଖାଇଦେଲୁ।